ଯେତେ ବୟସ ବଢ଼େ ସମସ୍ତଙ୍କୁ ସମୀକ୍ଷା କରି ଦେଖିଛୁ, ସମସ୍ତେ ଧର୍ମ ଜଗତରୁ ଆଧ୍ୟାତ୍ମିକ ଜଗତରୁ ଧୀରେ ଧୀରେ ନିବୃତ ବିଭିନ୍ନ ଗ୍ରାଉଣ୍ଡ ଦେଖାନ୍ତି। କ'ଣ କହନ୍ତି, ବୟସ ତ ହେଇଗଲା, ଦେହ ତ ଅସୁସ୍ଥ ହେଉଛି, ଆଉ କ'ଣ ଆମେ ଆଶ୍ରମକୁ ଯାଇପାରିବୁ, ବୁଢ଼ା ବୁଢ଼ୀ ହେଲୁ, ଆଉ ଏଇ ନାତି ନାତୁଣୀଙ୍କର ସେବା ନ କଲେ ଇଏ ସବୁ ସେମାନେ ପୁଅ ବୋଉ ଭଲ ପାଇବେ ନା ଗଣ୍ଡେ କ'ଣ ଆଉ ଖାଇବାକୁ ଦେବେ। ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ନିଜର ସ୍ୱାଧୀନତାକୁ ହରେଇ ବସେ। ଆମେ ଯାହା ଦେଖିଛୁ, କିନ୍ତୁ ଜଣେ ସାଧକ ଯଦି ପ୍ରତ୍ୟେକ ସାଧନା କ୍ରିୟା ଅଭ୍ୟାସ କରୁଥିବ ଆଉ ସାରାଦିନ ଗୁରୁଦେବ ଯେଉଁ ଉପଦେଶ ଦେଇଥିବେ ସେଇ ଉପଦେଶରେ ଯେଉଁ ଅବଲମ୍ବନ ଦେଇଥିବେ ସେଇ ଅବଲମ୍ବନରେ ଯଦି ମନକୁ ରଖିଥବ, ତାହେଲେ ଭଗବାନ ତା ପାଇଁ ଏଇ ଯେଉଁ କଥା ତା ମନରେ ଉଙ୍କି ମାରୁଛି ସେ କେବେ କଥା କହିପାରିବନି। କାହିଁକି ନା ତା ଭିତରେ ସାତ୍ଵିକ ଭାବ ହିଁ ଆସିଛି।